ଖ୍ରୀଷ୍ଟଙ୍କ ଜଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆସନ୍ତୁ, ଆଜି ଜୁଲାଇ ମାସର 9 ତାରିଖ, ଆଜି ମାସର ଦ୍ୱିତୀୟ ଗୁରୁବାର। ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ କ'ଣ ଶିକ୍ଷା ଦିଏ, କେଉଁ ପଠନ ଦିଏ, ତାକୁ ଆମେ ଦେଖିବା। ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ମାଥ୍ୟୁ ସୁସମାଚାର 9 ଅଧ୍ୟାୟ 7ରୁ 15 ପଢ଼ିବା ପାଇଁ, ଶୁଣିବା ପାଇଁ, ମେଡ଼ିଟେସନ୍ କରିବା ପାଇଁ, ମନୋଚିନ୍ତନ କରିବା ପାଇଁ ଦେଇଛନ୍ତି। ଆସନ୍ତୁ ଆମେ ପାଠ ପଢ଼ିବା, ତାପରେ ପଠିତ ବାକ୍ୟ ପ୍ରାର୍ଥନା କରି ଆମେ ବାକ୍ୟ ଉପରେ ବୁଝିବା ପାଇଁ ଚେଷ୍ଟା କରିବା। ସାଧୁ ମାଥ୍ୟୁଙ୍କ ଅନ୍ତ୍ୟ ପୁଣ୍ୟ ସୁସମାଚାର ପାଠ ଅଧ୍ୟାୟ 10 ପଦ ସଂଖ୍ୟା 7ରୁ 15। ପାଠଟି ଏହି ପ୍ରକାର ଲେଖାଯାଇଛି। ଯିବା ସମୟରେ ଏହି ସୁସମାଚାର ପ୍ରଚାର କର, ସ୍ୱର୍ଗରାଜ୍ୟ ସନ୍ନିକଟ। ରୋଗୀମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ପୁନର୍ଜୀବିତ କର, କୁଷ୍ଠରୋଗୀମାନଙ୍କୁ ଶୁଚି କର ଏବଂ ଭୂତାତ୍ମାମାନଙ୍କୁ ବିତାଡ଼ନ କର। ଯାହା ବିନା ମୂଲ୍ୟରେ ପାଇଛ, ତାହା ବିନା ମୂଲ୍ୟରେ ପ୍ରଦାନ କର। ତୁମମାନଙ୍କର ଥଳିରେ ସୁନା କିମ୍ବା ରୂପା କିମ୍ବା ତମ୍ବା ନିଅ ନାହିଁ। ଯାତ୍ରା ନିମନ୍ତେ ମୁଣି କିମ୍ବା 2ଟି ପୋଷାକ କିମ୍ବା ପାଦୁକ କିମ୍ବା ଯଷ୍ଟି ନିଅ ନାହିଁ, କାରଣ ଶ୍ରମିକ ତାହାର ଆହାର ପାଇବା ପାଇଁ ଯୋଗ୍ୟ। ତୁମେମାନେ ଯେତେବେଳେ କୌଣସି ନଗର ବା ଗ୍ରାମରେ ପ୍ରବେଶ କର, ସେତେବେଳେ ଯୋଗ୍ୟ ବ୍ୟକ୍ତିର ସନ୍ଧାନ କର ଏବଂ ସେଠାରୁ ଚାଲିଯିବା ପର୍ଯ୍ୟନ୍ତ ସେଠାରେ ରୁହ। କୌଣସି ଗୃହରେ ପ୍ରବେଶ କଲାବେଳେ ଶାନ୍ତିର ଅଭିବାଦନ ଜଣାଅ। ଯଦି ସେହି ଗୃହଟି ଯୋଗ୍ୟ ଥାଏ, ତେବେ ତୁମମାନଙ୍କର ଶାନ୍ତି ସେଠାରେ ବିରାଜୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତୁମମାନଙ୍କର ଶାନ୍ତି ତୁମ ନିକଟକୁ ଫେରି ଆସୁ। କେହି ଯଦି ତୁମକୁ ଗ୍ରହଣ ନ କରେ କିମ୍ବା ତୁମର ବାକ୍ୟ ନ ଶୁଣେ, ତେବେ ସେ ଗୃହ କିମ୍ବା ସହର ବାହାରି ଯିବା ସମୟରେ ତୁମର ପାଦୁକା ଧୂଳି ଝାଡ଼ି ଦେଇ ଚାଲିଯାଅ। ମୁଁ ତୁମମାନଙ୍କୁ ସତ୍ୟ କହେ, ବିଚାର ଦିନରେ ସୋଦୋମ ଓ ଗୋମୋରା ଦଶା ସେହି ନଗର ଦଶା ତୁଳନାରେ ଅଧିକ ସହନୀୟ ହେବ। ପ୍ରଭୁଙ୍କର ସୁସମାଚାର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସବୁ ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ ତୁମର ହଉ। ଏ ଶିକ୍ଷାକୁ, ଆଜିର ପଠନକୁ ଶିଖାଇବା ପାଇଁ, ବୁଝାଇବା ପାଇଁ ତୁମର ଆତ୍ମାକୁ ପ୍ରେରଣା କର। ସେହି ପବିତ୍ର ଆତ୍ମା ଆମର ସ୍ୱର୍ଗୀୟ ଶିକ୍ଷକ, ସେ ଆଜି ଆମମାନଙ୍କୁ ଏ ବିଷୟରେ ଗଭୀର ଅର୍ଥ ବୁଝାଇ ଦିଅନ୍ତୁ। ଏହି ଛୋଟ ପ୍ରାର୍ଥନା ଆମେ ପ୍ରଭୁ ଯୀଶୁ ନାମରେ ମାଙ୍କ ମଧ୍ୟସ୍ଥ ଭିକ୍ଷା କରୁଛୁ। ସ୍ନେହର ଭାଇ ଭଉଣୀମାନେ, ଆଜିର ମୁଖ୍ୟ ପ୍ରସଙ୍ଗ ହେଲା ଯୀଶୁଙ୍କର କ୍ଷମତା ହସ୍ତାନ୍ତର। ଆଉ ଥରେ କହି ରଖୁଛି, ଯୀଶୁଙ୍କର କ୍ଷମତା ହସ୍ତାନ୍ତର। ଯେତେବେଳେ ଗୋଟେ ପରିବାରରେ ବାପା ଯଦି ବୁଢ଼ା ହେଇଯିବ, 75-80 ହେଇଯିବ, ବୁଢ଼ା ବାପାମାନେ କ'ଣ କରନ୍ତି? ଏ ପୃଥିବୀ ଛାଡ଼ି ସ୍ୱର୍ଗକୁ ଯିବା ପୂର୍ବରୁ ପୁଅକୁ ଡାକିବେ। ପୁଅକୁ କହିବେ, ବାବୁରେ ଏ ପାସବୁକ୍ ନେଇଯା। ଏମକ ବ୍ୟାଙ୍କରେ ମୋର ପାସବୁକ୍ ଅଛି, ATM କାର୍ଡ଼ ନିଅ ଏବଂ ATM କାର୍ଡ଼ର ପାସୱାର୍ଡ଼ ମଧ୍ୟ ତାକୁ ଦେଇଦେବେ ଏବଂ ଡକୁମେଣ୍ଟ ଯାହା ଅଛି ତାକୁ ବି ଦେଇଦେବେ, କାରଣ ସେ କିଛି ଦିନ ପରେ ସେ ପୃଥିବୀ ଛାଡ଼ି ଚାଲିଯିବ। ଠିକ୍ ସେହିପରି ଶାଶୁ ମଧ୍ୟ ବୁଢ଼ୀ ହେଲେ କ'ଣ କରିବ? ବୋଉକୁ ଡାକିବ, ବୋଉ ଝିଅ ବାଲ, ଏ ଘରର ଗଡ଼ରେଜ ଚାବି କି ଆଲମାରା ଚାବି କି ଘରର ଚାବି ଧରେ। ଏ ଘର ଏ ଚାବି ଏ ଘରର, ସେ ଘର ଏ ଚାବିର, ଏ ଗଡ଼ରେଜର ଏ ଆଲମିରାର ସେ ସିନ୍ଦୁକର ଚାବି ନେ। ବାପା ମା ଯେତେବେଳେ ବୁଢ଼ୀ ବୁଢ଼ା ହେଇଯାଆନ୍ତି, ପୃଥିବୀ ଛାଡ଼ି ସ୍ୱର୍ଗକୁ ଯିବା ପୂର୍ବରୁ ପୁଅକୁ ଏବଂ ବୋଉକୁ ସବୁଯାକ ଦାୟିତ୍ୱ ସମର୍ପଣ କରନ୍ତି। ଠିକ୍ ସେହିଭଳି ପ୍ରଭୁ ଯୀଶୁ ଏ ପୃଥିବୀକୁ ଆସିଲେ ଆମକୁ ଶିକ୍ଷା ଦେଲେ। 3.5 ବର୍ଷ ଶିକ୍ଷା ଦେଲେ। ଯୀଶୁ କହୁଥିଲେ ଯେ ମୋତେ ଧର୍ମଶାସ୍ତ୍ରୀମାନେ ଧରେଇ ଦେବେ, ମୋତେ ତାଡ଼ନା ଦେବେ, ହତ୍ୟା କରିବେ, ମୁଁ କ୍ରୁଶ ଉପରେ ମରିବି ଏବଂ ମୃତ ପରେ 3ୟ ଦିନ ପରେ ମୁଁ ପୁନର୍ଜୀବିତ। ଯୀଶୁ ଜାଣୁଥିଲେ ତାଙ୍କୁ ହତ୍ୟା କରିବେ ଏବଂ ସେ ମରିବେ ଏବଂ ସ୍ୱର୍ଗକୁ ଯିବେ। ତେଣୁ ଯୀଶୁ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ ଆଜି ତାଙ୍କର କ୍ଷମତା ହସ୍ତାନ୍ତର କରି ଆଜିର ସୁସମାଚାର ଦେଉଛନ୍ତି। ପ୍ରଥମ କଥା ଆମେ ଦେଖିବାକୁ ପଡ଼ିବ, ଯୀଶୁ ପୁନରୁତ୍ଥାନ ପରେ ସ୍ୱର୍ଗାରୋହଣ କରିବା ପୂର୍ବରୁ ଜନ୍ ସୁସମାଚାର 20 ଅଧ୍ୟାୟ 21 ପଦରେ ଯୀଶୁ କହନ୍ତି, ଯୀଶୁ ଯେତେବେଳେ ଶିଷ୍ୟମାନେ ସମସ୍ତେ ଭୟରେ ଡରରେ ଗୋଟେ ଘର ଭିତରେ କବାଟ ଝରକା ବନ୍ଦ କରି ରହିଥିଲେ, ଯୀଶୁ ହଠାତ୍ରେ ସେମାନଙ୍କ ମଧ୍ୟରେ କବାଟ ନ ଖୋଲିକି ସିଧା ଯୀଶୁ ଆସିଲେ, ସେମାନଙ୍କ ମଧ୍ୟରେ ଠିଆ ହେଇ କହିଲେ, ତୁମମାନଙ୍କର ଶାନ୍ତି ହେଉ। ଏବଂ କହିଲେ, ପିତା ଯେପରି ମୋତେ ପ୍ରେରଣ କରିଛନ୍ତି, ମୁଁ ମଧ୍ୟ ତୁମକୁ ପ୍ରେରଣ କରୁଛି। ଏହା କହିକି
ଫୁଙ୍କି ଦେଲେ, ଉଫ୍ କରି ଫୁଙ୍କି ଦେଲେ, କହିଲେ ପବିତ୍ର ଆତ୍ମାକୁ ପ୍ରାପ୍ତ କର। ଏବଂ 23 ପଦରେ ଜହନ 20:23 ପଦରେ ଯୀଶୁ କହିଲେ ଯାହାର ପାପ ତୁମେ କ୍ଷମା କରିବ ତାର ପାପ କ୍ଷମା କରାଯିବ, ଯାହାର ପାପ କ୍ଷମା ନ କରି ସ୍ଥଗିତ ରଖିବ ତାହା ସ୍ଥଗିତ ରହିବ। ପାପ କ୍ଷମା କରିବାର ଅଧିକାର ପ୍ରଥମରେ ଦେଲେ। ଆଉ ଆଜିର ସୁସମାଚାରରେ ଯୀଶୁକୁ କ୍ଷମତା ଦେଉଛନ୍ତି, ଯାଅ ସୁସମାଚାର ପ୍ରଚାର, ଯାଉ କହିବ ସ୍ୱର୍ଗରାଜ୍ୟ ସନ୍ନିକଟରେ କହିବ, ରୋଗୀମାନଙ୍କୁ ସୁସ୍ଥ କରିବ, ଭୂତକୁ ବିତାଡ଼ିତ କରିବ, ମୃତକୁ ପୁନର୍ଜୀବିତ କରିବ, କୁଷ୍ଠୀମାନଙ୍କୁ ଶୁଚି କରିବ, ମୁଁ ଯାହା ଯାହା କରିବି ତୁମେ ତାହା କରିବ। ସେ ପାୱାର ଯାହାକୁ ଆମେ କହୁଛୁ ଡେଲିଗେସନ୍ ଅଫ୍ ଡିଭାଇନ୍ ପାୱାର, ଯୀଶୁ ତାଙ୍କ ସ୍ୱର୍ଗୀୟ କ୍ଷମତା ଆଜି ସମର୍ପଣ କରୁଛନ୍ତି। କାହାକୁ କରୁଛନ୍ତି? ତାଙ୍କ ଶିଷ୍ୟମାନଙ୍କୁ। ଅନ୍ୟମାନଙ୍କୁ ବିଶ୍ୱାସୀମାନଙ୍କୁ ସମର୍ପଣ କରୁନାହାନ୍ତି, ତାଙ୍କ ଶିଷ୍ୟମାନଙ୍କୁ କରୁଛନ୍ତି, ଯିଏ ବି ଶିଷ୍ୟମାନଙ୍କୁ କରୁଛନ୍ତି। ତେବେ ଶିଷ୍ୟ କିଏ? କାରଣ ଆମେ ପ୍ରେରିତ ପୁସ୍ତକ 11:26 ଦେଖୁଛୁ ଆଣ୍ଟିଓଗରେ ଯୀଶୁଙ୍କର ତାଙ୍କର ଅନୁଗାମୀମାନଙ୍କୁ ପ୍ରଥମରେ ଖ୍ରୀଷ୍ଟିଆନ ବୋଲି କୁହାଗଲା। କାରଣ ଯୀଶୁ ଯେମିତି ପ୍ରାର୍ଥନା କରୁଥିଲେ ତାଙ୍କ ଶିଷ୍ୟମାନେ ସେମିତି ପ୍ରାର୍ଥନା କରୁଥିଲେ। ଯୀଶୁ ଯେମିତି ଶିକ୍ଷା ଦେଉଥିଲେ ସେମାନେ ଶିକ୍ଷା ଦେଉଥିଲେ। ତାଙ୍କର ଚାଲିରେ, ଚଳନରେ, ଆଚାର ବ୍ୟବହାର ସବୁ ଯୀଶୁଙ୍କ ଭଳି ହେଉଥିଲେ। ତେଣୁ ସେ ଆଣ୍ଟିଓଗ ଲୋକମାନେ ଭାବିଲେ ଯେ ଯୀଶୁ ଆଙ୍କ ଭିତରେ ଅଛନ୍ତି। ସେଥିପାଇଁ ଇଂଲିଶରେ ତାର ଅର୍ଥ ହେଲା ଖ୍ରାଇଷ୍ଟ ଇନ୍ ଦେମ୍। ଖ୍ରୀଷ୍ଟିଆନର ଅର୍ଥ ହେଲା ଖ୍ରାଇଷ୍ଟ ଇନ୍ ଦେମ୍, ଖ୍ରୀଷ୍ଟିଆନ। ଖ୍ରୀଷ୍ଟ ସେମାନଙ୍କ ଭିତରେ ଅଛନ୍ତି। ଯଦି ଖ୍ରୀଷ୍ଟ ଆମ ଭିତରେ ଅଛନ୍ତି ତାହେଲେ ଆମର ଆଚାର, ବ୍ୟବହାର, ଚାଲି, ଚଳନ, ପ୍ରାର୍ଥନା, ଉପବାସ, ସୁସମାଚାର ପ୍ରଚାର, ହିଲିଂ, ଭିଜନ ସବୁ କରିବା ସବୁ ଯୀଶୁଙ୍କ ଭଳି ହେବ। ତେବେ ଯାଇ ଯୀଶୁ ଆମମାନଙ୍କୁ କ'ଣ ବେଶ ହେବ? କାରଣ ଆମେ ଦେଖୁଛୁ ଆମର ପ୍ରେମ ଦେଖି ଜଗତ ଜାଣିବା ଆମେ ଯୀଶୁଙ୍କର। ଆମର ଆଚାର, ବ୍ୟବହାର, ସ୍ନେହ ପ୍ରେମ ଦେଖି ସମସ୍ତେ ଜଗତ ଜାଣିବା ଆମେ ଖ୍ରୀଷ୍ଟିଆନ ଯୀଶୁଙ୍କର। ତେବେ ପ୍ରଭୁ ଯୀଶୁ ଆଜି ତାଙ୍କର କ୍ଷମତା, ସ୍ୱର୍ଗରାଜ୍ୟର ସମସ୍ତ ଗୁପ୍ତ ରହସ୍ୟ ସବୁ ତାଙ୍କୁ ପ୍ରକାଶ କରୁଛୁ, ସକ୍ଷମତା ଦେଉଛନ୍ତି ଯୀଶୁ ଶିଷ୍ୟମାନଙ୍କୁ। ତେବେ ଶିଷ୍ୟ କିଏ? ତେବେ ଭାଇସନାର ଭାଇ ଭଉଣୀ ଭଲ ଭାବରେ ଶୁଣନ୍ତୁ, ଶିଷ୍ୟ କିଏ? ଜନ୍ ସୁସମାଚାର 15:7 ଯୀଶୁ କହିଲେ, 7 ଏବଂ 8 ଭଲରେ ପଢ଼ନ୍ତୁ। ଯଦି ମୋର ବାକ୍ୟ ତୁମଠାରେ ରହେ ତୁମେ ମୋ ଠାରେ ରୁହ, ବା ଯଦି ମୋର ବାକ୍ୟ ତୁମଠାରେ ଅବସ୍ଥାନ କରେ ବା ରହେ ଏବଂ ତୁମେ ଯଦି ମୋ ଠାରେ ଅବସ୍ଥାନ କରି ରହ, ତାହେଲେ ତୁମେ ଯାହା ଯାହା ମାଗିବ ପ୍ରଭୁ ପିତା ପରମେଶ୍ୱର ସବୁ ଦେବେ। ତେବେ ତୁମେ ମୋର ପ୍ରକୃତ ଶିଷ୍ୟ ହେବ, ପ୍ରଚୁର ଫଳ ହେବ, ପ୍ରଭୁ ଗୌରବାନ୍ୱିତ ହେବେ। ଯେତେବେଳେ ଆମେ ପ୍ରଭୁଙ୍କଠାରେ ରହିବା, ପ୍ରଭୁଙ୍କର ବାକ୍ୟ ଆମଠାରେ ରହିବା ବା ଅବସ୍ଥାନ କରିବ, ସେତେବେଳେ ଆମେ ପ୍ରଭୁ ଯୀଶୁଙ୍କ ଶିଷ୍ୟ ହେବା। ଆମେ ଯାହା ଯାହା ମାଗିବା ସବୁ ପ୍ରଭୁ ଦେବେ ଏବଂ ତ ପ୍ରଚୁର ଫଳ ଉତ୍ପନ୍ନ ହେବ ଆମ ଜୀବନରେ ଏବଂ ପ୍ରଭୁ ଗୌରବାନ୍ୱିତ ହେବ ଏବଂ ଆମେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ଭାବରେ ପରିଗଣିତ ହେବ। ହାଲେଲୁୟା। ତେବେ ସ୍ନେହର ଭାଇ ଭଉଣୀ ଆପଣ ଶୁଣିଲେ ଭଲ ଭାବରେ, ଯଦି ପ୍ରଭୁଙ୍କର ବାକ୍ୟ ଆମଠାରେ ରହେ, ଆମେ ଯଦି ଯୀଶୁଙ୍କ ଠାରେ ରହୁ ତାହେଲେ ପ୍ରଭୁଙ୍କର ଶିଷ୍ୟ ହେଉ। ତାହେଲେ କେବେ ଆମେ ପ୍ରଭୁଙ୍କ ଠାରେ ରହୁ ଏବଂ ପ୍ରଭୁ ଆମଠାରେ ରୁହନ୍ତି ସେଇଟା ଦେଖିବାର ଅଛି। ନମ୍ବର 1 ତିନିଟା ବିଷୟ ଦେଖନ୍ତୁ। 3ଟା କ୍ଷେତ୍ରରେ ଆମେ ଯୀଶୁଙ୍କ ଠାରେ ରହୁ, ଯୀଶୁ ଆମଠାରେ ରୁହନ୍ତି। ନମ୍ବର 1 ଜନ୍ ସୁସମାଚାର 6:56 ଯଦି ତୁମେ ମୋର ମାଂସ ଭୋଜନ କରିବ, ମୋ ରକ୍ତ ପାନ କରିବ, ତେବେ ମୁଁ ତୁମଠାରେ ତୁମେ ମୋ ଠାରେ। ଯେତେବେଳେ ଦିବ୍ୟ ପ୍ରସାଦ ଗ୍ରହଣ କରୁଛୁ ସେହି ସମୟରେ ଯୀଶୁ ଆମଠାରେ, ଆମେ ଯୀଶୁଙ୍କ ଠାରେ। ସେତେବେଳେ ଆମେ ଯୀଶୁଙ୍କ ସହିତ ଆମେ ଏକ ହୋଇଯାଉଛୁ, ସେତେବେଳେ ଆମେ ଶିଷ୍ୟ ହୋଇଯାଉଛୁ। ନମ୍ବର 2 ଜନ୍ ସୁସମାଚାର 14:23 ତୁମେ ଯଦି ମୋତେ ପ୍ରେମ କରୁଛ, ମୋର ବାକ୍ୟ ପାଳନ କର, ତେବେ ସ୍ୱର୍ଗସ୍ଥ ପିତା ପ୍ରେମ କରିବ। ଆମେ ତୁମଠାରେ ଆସି ତୁମ ଘରେ ଆସି ରହିବୁ, ପରମାନେଣ୍ଟଲି ରହିବୁ। ଆମେ ଅର୍ଥ ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା, ଆମେ ସମସ୍ତେ ତୁମ ଭିତରେ ରହିବୁ, ତୁମ ହୃଦୟରେ ରହିବୁ। ଯଦି ତୁମେ ପ୍ରେମ କରୁଛ ତୁମେ ତାହେଲେ ମୋର ବାକ୍ୟ ପାଳନ କର ଏବଂ ମୋର ସ୍ୱର୍ଗସ୍ଥ ତୁମକୁ ପ୍ରେମ କରିବେ ଏବଂ ଆମେ ପିତା, ପୁତ୍ର, ପବିତ୍ର ଆତ୍ମା 3 ଜଣ ଯାକ ଆସି ତୁମ ସଙ୍ଗରେ ରହିବୁ। କିନ୍ତୁ ସ୍ୱର୍ଗରେ ପରିଣତ ହେଇଯିବ, ସ୍ୱର୍ଗରାଜ୍ୟ ଆସିଯିବ, ସେତେବେଳେ ଆମେ ଶିଷ୍ୟ ହେଇପାରିବ। ନମ୍ବର 3 ହେଲା ପ୍ରକାଶିତ ବାକ୍ୟ 3:20 ଯୀଶୁ ଆମର ପ୍ରତ୍ୟେକ ହୃଦୟ ଦୁଆର ବାହାରେ ରହିକି ଠକ୍ ଠକ୍ କରି କବାଟ ମାରୁଛନ୍ତି। ହେ ମୋର ଝିଅ, ହେ ମୋର ପୁଅ, ଯଦି ତାଙ୍କର ଆବାଜ ଶୁଣିପାରିବ, ସ୍ୱର ଶୁଣି ଆମର ହୃଦୟ ଦ୍ୱାର ଖୋଲିବା, ପରମେଶ୍ୱର ଆସିବେ, ଆମ ସାଙ୍ଗରେ ଭୋଜନ କରିବେ, ଆମେ ତାଙ୍କ ସାଙ୍ଗରେ ଭୋଜନ ପାନ କରିବା। ବୁଲିକି ଯିବେ ନାହିଁ। ହୃଦୟ ଦ୍ୱାର ଯଦି ଖୋଲିବ, ଆମେ ତାଙ୍କ ପ୍ରଭୁଙ୍କର ସ୍ୱର ଶୁଣିପାରିବା, ତାହେଲେ ପ୍ରଭୁ ଆମ ହୃଦୟ ଆମେ ଖୋଲିଦେବା, ତାହେଲେ ପ୍ରଭୁ ଆସିବେ, ପିତା, ପୁତ୍ର, ପବିତ୍ର ଆସିବେ ଆମ ଭିତରେ, ଆମ ସାଙ୍ଗରେ ଭୋଜନ ପାନ କରିବେ, ଆମେ ତାଙ୍କ ସାଙ୍ଗରେ ତାର ସବୁ ଗୂଢ଼ ରହସ୍ୟ ସେୟାରିଂ କରିବେ, କହିବେ ସବୁ।
तेबे जाए आम प्रभु शिष्य हेबा कारण आम प्रभु रहिबा प्रभु आम रहे प्रभु जीशु कहले आउ थे मुझे कहूँ जदि प्रभुंर वाक्य आम रहे आम रहू तेबे आम प्रभुंर शिष्य आम जहाँ मागिबा ताहा पाइबा प्रचुर फल उत्पन्न हो प्रभु गौरवान्वित हो प्रकृत शिष्य हो एवं ए प्रकार शिष्य मान को ही प्रभु जीशु स्वर्गीय अधिकार दौरान डेलीगेशन ऑफ डिवाइन पावर स्वर्गीय क्षमता प्रभु हस्त समर्पण करुँच बुढ़ी बुढ़ा है बापा माँ बापा मैंने पुओ मान समर्पण करती शाशु मैंने बोऊ मान समर्पण करते सेमती प्रभु जीशु जानले जे किसी दिन पर से स्वर्ग को चली पृथ्वी छाड़ी स्वर्ग को जीवे तेणु शिष्य मन डाकिए क्षमता दे प्रथम क्षमता कौन देले पाप क्षमा कर तुम्हें जार जार पाप क्षमा करो तार पाप क्षमा हे जार जार पाप स्थगित स्थगित सुसमाचार प्रचार कर रोगी सुस्थ कर एवं भूत मान विताड़ित कर पुष्टि मान सूची कर सब क्षमता दे स्नेहर भाई प्रभु जीशु कहे से जॉन कहले मु तुमको दास बोली कहूनी तुम मोर बंधु जॉन सुसन 14:15 कहते तुम्हें मोर बंधु तुम मोर आज्ञा कर तुम्हें मोर बंधु बंधु समस्त गुढ़ रहस्य तुम सेयरिंग कर सब प्रकाश को लुचे रखी ना कि जीशु आम के प्रेम करुँच आम वाक्य पालन करवा प्रेम आज्ञा पालन करवा प्रभु जीशु आमको स्वर्गीय क्षमता देउछन पाप क्षमा करने रोगी मान को सुस्थ करने मृत लोक माने जीवन देवाई एवं ए क्षमता बल शिष्य मैंने प्रभु जीशु क्षमा पाइबार शिष्य मैंने विभिन्न से प्रकार आश्चर्य काम कले जे प्रेरित पुस्तक 5:15 साधु पाउलंकर रूम देहर वस्त्र नहीं छुईबार लोक मैंने सुस्थ हेले प्रेरित पुस्तक 19:12 साधु पाउल भूल कहली प्रेरित पुस्तक 19:12 साधु पाउलंकर देहर वस्त्र नहीं छुईबार लोक मैंने सुस्थ हेले एवं प्रेरित पुस्तक 5:15 साधु पितर छाई पड़ा द्वारा लोक सुस्थ हेले भूतग्रस्त लोक भूत दारू मुक्त हेले एवं प्रेरित पुस्तक 9:40 साधु पितर टिबेथा नामक जड़े स्त्री लोक मरी जाता पुनर्जीवित कर जीशुर क्षमा देख जीशु मृत मान पुनर्जीवित करने से अधिकार देले भूत तड़े अधिकार देले वाक्य प्रचार अधिकार देले रोगी मान सुस्थ अधिकार देले कारण माथी सुसमाचार 8:16 जीशु सब रोगी मान सुस्थ कले माथी सुसमाचार 8:3 जीशु कुष्ठ रोग सूची कले जीशु जहाँ जहाँ कर सब अधिकार शिष्य मान को देले से अधिकार पाइबा आम शिष्य होगा पड़ो जो शिष्य होगा अच्छी जो 3टा जिनस कहली वाक्य आम अवस्थान को वाक्य परमानेंट खाली खाली पढ़ीदे हेबनी वाक्य परमानेंट स्थायी भाव रही बाइहाट रहीबार अच्छी आम प्रभुटा रहीबार अच्छी प्रभु आम रहीबार प्रभु वाक्य आम रहीबार अच्छे आम प्रभु पाखे रहा तेज आम प्रकृत शिष्य होगा और प्रभु शिष्य हेले एत बड़ पावर आमको दिज्व स्वर्गीय क्षमता तार थर स्वर्गर चाबिकाठी आम शिष्य मान देले साधु साधु पितर पाखे स्वर्गर चाबिकाठी आम फटो देखु साधु पितर हाथ में चाबी स्वर्गर कौन चाबिकाठी पाखे अच्छी तेणुक कहले आपणकर माथ्यू 18:18 कौन कहले तुम्हें जार पाप बांध बंधा हो जार पाप खोल पाप खोला हो जहाँ स्वर्ग खोल खोला हो जहाँ स्वर्ग बंद कर कारण मनीषर पाप क्षमा कर अधिकार केवल प्रभु जीशु जानीचु कारण से प्रभु जीशु कौन कहले पुनरुत्थान पर माथ्यू 28:18 कहले स्वर्ग एवं मर्तर समस्त अधिकार मत दि जाए प्रभु जीशु समस्त को सुस्थ कर समस्त क्षमा करे एवं से समान क्षमता से स्वर्गीय क्षमता तांकर प्रिय शिष्य मान से प्रभु जीशु आज दौरान जहाँ को आम इंग्लीश कहूँ डेलीगेशन ऑफ डिवाइन पावर स्वर्गीय क्षमतार हस्तांतर तेणु आज आम मुख्य प्रसंग है जीशुर क्षमता हस्तांतर क्षमता शिष्य मान प्रदान कर भाई भाई माने प्रत्येक विश्वासी आम समस्त शिष्य शिष्या हो पार कारण प्रथम पितर 2:9 लिखाई आम स्वामी राजकीय वंश ईश्वर मनोनीत जाति एवं प्रभुकर निज लोक मैंने आम राजकीय वंशधर जाजक वृंद आम समस्ते जदि आम प्रभुकर वाक्य भित्तिक संस्कार भित्तिक जीवन यापन करवा पवित्र जीवन यापन करवा आम प्रभुकर समस्ते शिष्य हो पार आ समस्त को क्षमता दिज्व भूत छड़ाई रोगी सुस्थ करने मला लोक उठेबापी वाक्य प्रचार करने मिराकेल करने सब पाप क्षमा कर अधिकार समस्त दिज्व तो सिनार भाई भाई जाति धर्म वर्ण निर्विशेष आमर कैथोलिक धर्ममंडल समस्त को जाजक अधिकार दि जाऊँगी जाजक जो पाँच से पाप स्वीकार कर अधिकार से पाँच
ତେଣୁ ଏଥିରେ ଆମେ ଆଜିର ସୁସମାଚାରରେ ପ୍ରଭୁ ଯୀଶୁ କେତେ ଆମମାନଙ୍କୁ ପ୍ରେମ ନ କରନ୍ତି। ପ୍ରଭୁ ତାଙ୍କର ସ୍ୱର୍ଗୀୟ ଅଧିକାର ସ୍ୱର୍ଗର ଚାବି ହ୍ୟାଣ୍ଡ ଓଭର କରୁଛନ୍ତି ଆମକୁ। ତେବେ ସିନାର ଭାଇ ଭଉଣୀମାନେ ସେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେବା ପାଇଁ ଆମେ ବାକ୍ୟ ଭିତ୍ତିକ ଯୀଶୁଙ୍କର ଶିଷ୍ୟ ହେବା ପାଇଁ ଆପ୍ଲିକେସନ୍ ଲେଖିବା ଦରକାର ନାହିଁ, କି ଫର୍ମ ଫିଲ୍ଅପ୍ ଦରକାର ନାହିଁ, କି ଫିସ୍ ବାନ୍ଧିବା ଦରକାର ନାହିଁ। ଖାଲି ଯୀଶୁଙ୍କର ବିଶ୍ୱାସ କରିବା, ପ୍ରଭୁଙ୍କର ବାକ୍ୟ ଭିତ୍ତିକ ସଂସ୍କାରିତ ଜୀବନଯାପନ କଲେ ବିନା ପଇସାରେ, ବିନା ଫର୍ମରେ, ବିନା ଆପ୍ଲିକେସନ୍ରେ ଆମେ ଯୀଶୁଙ୍କର ଶିଷ୍ୟ ହୋଇପାରିବା। ଆଉ ସ୍ୱର୍ଗୀୟ ଅଧିକାର ଆମେ ଦେଇପାରିବା। ଯୀଶୁ ନାମରେ କହୁଛୁ ଶୈତାନ ଦୂର ହେବ ବୋଲି ଶୈତାନ ଚାଲିଯିବ। ଏ ପ୍ରକାର ଅଧିକାର ଆମମାନଙ୍କୁ ଦିଆଯିବ, କିନ୍ତୁ ଆମେ ସେତିକି ଯୋଗ୍ୟବନ୍ତ ହେଇପାରୁନୁ, ସେତିକି ଅଧିକାର ପାଉନୁ। ତେଣୁ ଆସନ୍ତୁ ଆମର ଅତୀତ ଜୀବନ ବାସୁରି ଯାଆନ୍ତୁ, ଏଣିକି ଆଜିଠାରୁ ଆମେ ଚେଷ୍ଟା କରିବା ବାକ୍ୟ ଭିତ୍ତିକ ଜୀବନଯାପନ କରିବା। ପ୍ରଭୁଙ୍କର ବାକ୍ୟ ଆମଠାରୁ ରହୁ, ଆମେ ପ୍ରଭୁଙ୍କଠାରେ ରହିବା, ତାହେଲେ ପ୍ରଭୁ ଆମ ସବୁ ଅଧିକାର। ସେତେବେଳେ ଆମେ ଯାହା ମାଗିବା ତାହା ପାଇବା, ପ୍ରଚୁର ଫଳ ଉତ୍ପନ୍ନ କରିବା, ପ୍ରଭୁ ଗୌରବାନ୍ୱିତ ହେବେ। ଆମେ ସେତେବେଳେ ପ୍ରଭୁଙ୍କର ଶିଷ୍ୟ ହେବ। ଆଉ ଥରେ ପଦପର୍ବ କହିଦେଉଛି ଆପଣମାନଙ୍କୁ ଯେ ଆପଣ ସେଇ ଜିନିଷର ମନେ ରଖନ୍ତୁ। ଜନ୍ ସୁସମାଚାର 15:7 କେଉଁମାନେ ଯୀଶୁଙ୍କର ଶିଷ୍ୟ ହେବାର ଯୋଗ୍ୟତା ହେବେ, ସେଟା ଜନ୍ ସୁସମାଚାର 15:7 ଏବଂ 8 ଲେଖାଯାଇଛି। ସେଇ ବାକ୍ୟ ପ୍ରକାର ଆମେ ଆଉ ଥରେ ମୁଁ ରିପିଟ୍ କରୁଛି, ଦିବ୍ୟ ପ୍ରସାଦ ପାଇବା ସମୟରେ ଯୀଶୁ ଆମଠାରେ, ଆମେ ତାଙ୍କଠାରେ, ଏବଂ ଆମେ ଆମର ହୃଦୟ ଖୋଲିଦେଲେ। ପ୍ରକାଶିତ 3:20 ଯୀଶୁ ଠକ୍ ଠକ୍ କରି ଆମର ହୃଦୟ ଦ୍ୱାର ଆଘାତ କରୁଛନ୍ତି, ଆମେ ଖୋଲିଦେବା। ଯୀଶୁ ଆମଠାରେ ରହିବା, ଆମଠାରେ ଭୋଜନ ପାନ କରିବେ, ଆମେ ତାଙ୍କଠୁ ଭୋଜନ ପାନ କରିବା। ଏବଂ ଜନ୍ 14:23 ତୁମେ ଯଦି ମୋତେ ପ୍ରେମ କରୁଛ ତାହେଲେ ମୋର ସବୁ ଆଜ୍ଞା ପାଳନ କରିବ, ତେବେ ସ୍ୱର୍ଗସ୍ଥ ପିତା ତୁମକୁ ପ୍ରେମ କରିବେ। ତାପରେ ଆମେ ଅର୍ଥ ପିତା, ପୁତ୍ର, ପବିତ୍ର ଆତ୍ମା ଆସି ତୁମ ଘରେ, ତୁମ ହୃଦୟରେ ରହିବୁ, ବାସ କରିବୁ। ତାମାନେ ଆମର ହୃଦୟ, ଆମର ଘର ସ୍ୱର୍ଗରେ ପରିଣତ ହେଉଛି। କାରଣ ଯେଉଁ ଘରେ, ଯେଉଁ ଜାଗାରେ, ଯେଉଁ ହୃଦୟ ଭିତରେ ଆସେ ପିତା, ପୁତ୍ର, ପବିତ୍ର ଆତ୍ମା ଆସିଲେ ମାନେ ସେଇଟା ହିଁ ସ୍ୱର୍ଗ ରାଜ୍ୟ। ସ୍ୱର୍ଗ ରାଜ୍ୟ ମାନେ କ'ଣ? ପିତା, ପୁତ୍ର, ପବିତ୍ର ଆତ୍ମା ପରମେଶ୍ୱର ଯେଉଁଠାରେ ଉପସ୍ଥିତ, ପିତାଙ୍କର ଦିବ୍ୟ ଉପସ୍ଥିତି, ସେଇଟା ହିଁ ସ୍ୱର୍ଗ। ଆମର ହୃଦୟର, ଆମର ଜୀବନ, ଆମର ଘର ସ୍ୱର୍ଗରେ ପରିଣତ ହେବ। ଆମେ ଯୀଶୁଙ୍କର ଶିଷ୍ୟ ହୋଇପାରିବା ଏବଂ ସ୍ୱର୍ଗୀୟ କ୍ଷମତା ପାଇବା। ତେଣୁ ସ୍ନେହର ଭାଇ ଭଉଣୀମାନେ, ଆଜି ସୁନ୍ଦର ବାକ୍ୟ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆପଣମାନେ ସମସ୍ତେ ଭଲ ଭାବରେ ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ ଦେଉଛି। ଆପଣମାନେ ମୋ ପାଇଁ ଟିକେ ପ୍ରାର୍ଥନା କରିବେ। ପ୍ରାର୍ଥନା କରିବାର ଅନୁରୋଧ କରି ରହିଲି। ମୁଁ ସମସ୍ତଙ୍କୁ ଜୟ ଯୀଶୁ, ସମସ୍ତଙ୍କୁ ନମସ୍କାର।